ভিতরକୁ ଯାଇପାରିଲେ ନାଇଁ ନାଇଁ ଶ୍ରୀମନ୍ଦିର ଭିତରକୁ ଗଲେ ସିନା ଅରୁଣ ଖମ୍ବ ଚକଡ଼ା ନିକଟରେ ବଡ଼ଦାଣ୍ଡରେ ବସିଲେ ତାଙ୍କର ଆଦେଶ ହୋଇଛି ମନ୍ଦିରକୁ ସିନା ଯିବେନି ଆଉ କଣ ବଡ଼ଦାଣ୍ଡଟା ମନା ନାଇଁ ନାଇଁ ବଡ଼ଦାଣ୍ଡର ଅରୁଣ ଖମ୍ବ ଚକଡ଼ାରେ ବସି ପତିତ ପାବନ ବାନାକୁ ଚାହିଁଲେ ପତିତ ପାବନକୁ ଚାହିଁ ଦି ଚୋପା ଲୁହ ବଳେଇ ଦେଲେ କହିଲେ ହେ ଜଗବନ୍ଧୁ ତୋର ଦର୍ଶନ ନ କଲେ ମୁଁ ମରିଯିବି ମୋ ପିଣ୍ଡରେ ଆଉ ପ୍ରାଣ ରହିବ ନାହିଁ କରପତ୍ରକୁ ଯୋଡ଼ି ନିଜ ହୃଦୟ ଆରାଧ୍ୟ ଦେବତାଙ୍କୁ ନିଜ ଦୁଃଖ ଜଣେଇଲେ କହିଲେ ମୋତେ ଯାହା କଳ ହେ ହରି କହିଲେ ସଂସାରେ କାହାକୁ କରି ନଥିବ ମୋତେ ସଂସାରେ କାହାକୁ କରି ଭିକ୍ଷା ଭୂମିବା କାଳରେ ଜଗନ୍ନାଥଙ୍କର ସମସ୍ତ ନୀତି ବଢିବା ପରେ ସନ୍ଧ୍ୟା ଆଳତି ସରିଲା ଧୂପ ବଢିଲା ମହାପ୍ରଭୁଙ୍କର କର୍ପୂର ଆଳତି ହେଲା ହେଲେ ପ୍ରଭୁଙ୍କର ବଡ ସିଂହାର ବେଶ ହେଲେ ବାବା ଯେତେ ବେଶ ଅଛି ଜଗବନ୍ଧୁଙ୍କର କାର୍ତ୍ତିକ ମାସରେ 5 ବେଶ ହୁଅନ୍ତି ବାବା ଲକ୍ଷ୍ମୀ ନୃସିଂହ ବେଶ ରାଇତିଆ ବେଶ ରାଇ ଦାମୋଦର ବେଶ ଲକ୍ଷ୍ମୀ ନାରାୟଣ ବେଶ ରାଜରାଜେଶ୍ୱର ବେଶ 6 ଦିନ ପଡ଼ିଲେ ମହାପ୍ରଭୁ ନାଗାର୍ଜୁନ ବେଶ ଯେତେ ବେଶ ମହାପ୍ରଭୁ ହୁଅନ୍ତି ଗୋଟିଏ ବେଶ ତା ଭିତରୁ ଶ୍ରେଷ୍ଠ ଶୋଇଲା ବେଳେ ମହାପ୍ରଭୁ 10 ବୋଧ ଫୁଲ ଲାଗି ହେବେ 5 କେଜି ଚନ୍ଦନ ଲାଗି ହେବେ ତୁଳସୀ ଗୟନା ଲାଗି ହେବେ ଗଙ୍ଗରୁ ବିଜେ ହେବେ ଆରତି ହବ ନାମ ସଂକୀର୍ତ୍ତନ
କୀର୍ତ୍ତନ ହେଲେ କାଳିଆ ଠାକୁର ଶୋଇବ।